ପଞ୍ଚମ ପଢ଼େ। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ଓଡ଼ିଶାର ସଂସ୍କୃତି ଆଜିର ଏହି ବିଶ୍ୱ ଓଡ଼ିଶାବାସୀ ସମ୍ମିଳନୀ ଉଦ୍ଯାପନ ଉତ୍ସବରେ ଉପସ୍ଥିତ ଥିବା ସମ୍ମାନୀୟ ସଭାପତି ମହୋଦୟ, ମୁଖ୍ୟ ଅତିଥିଗଣ ଏବଂ ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ପୁଣି ମୋର ସହପାଠୀ ସାନବଡ଼ ଭାଇ ଭଉଣୀମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ଓଡ଼ିଶାର ସଂସ୍କୃତି ବିଷୟରେ ମୁଁ ଆପଣମାନଙ୍କ ସମ୍ମୁଖରେ ସଂକ୍ଷିପ୍ତ ବକ୍ତବ୍ୟ ରଖିବାକୁ ଯାଉଛି। ସାମାଜିକ ଜୀବନରେ ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ। ଯେଉଁଥିରେ ଆଦର୍ଶ, ଚିନ୍ତାଧାରା, ଜ୍ଞାନ, ସୃଜନ ଶକ୍ତି ଏବଂ ଆତ୍ମବିଶ୍ୱାସ ଯେତେ ବିସ୍ତୃତ ସେତେଯାକ ସଂସ୍କୃତି ସେତେ ଉନ୍ନତ। ସଂସ୍କୃତିର ଅର୍ଥ ସଂସାର। ମଣିଷର ଦୈନନ୍ଦିନ ଜୀବନରେ ସଂସ୍କୃତି ଗଭୀର ଭାବରେ ଜଡ଼ିତ। ସାମାଜିକ ଜୀବନରେ ନୈତିକତା, ଆଦର୍ଶ, ଯାନିଯାତ୍ରା, ପର୍ବପର୍ବାଣୀ, କଳା, ସ୍ଥାପତ୍ୟ, ଖାଦ୍ୟ ପଦାର୍ଥ, ବେଶ ପୋଷାକ ଇତ୍ୟାଦି ଆମ ସଂସ୍କୃତିର ପରିଚୟ। ସଂସ୍କୃତିର ଇତିହାସରେ ଓଡ଼ିଶାର ସଂସ୍କୃତି ମହତ୍ତ୍ୱପୂର୍ଣ୍ଣ ରହିଛି। ଏହାର ନମନୀୟ କାନ୍ତି ଶ୍ୟାମଶୟ ସବୁଜ ଶସ୍ୟ କେଦାର, ନୀଳବର୍ଣ୍ଣର ଆକାଶ, ଶାନ୍ତ ପ୍ରଭାତ, ଯେତିକି ସୁମଧୁର ସେତିକି ସୁମଧୁର ଓ ସରସ। ବର୍ତ୍ତମାନ ମଧ୍ୟ ତୀରପତିରେ ଝରଣାକଳ, ନଈଗଛ, ଧାନବିଲ ଏସବୁ ଶାନ୍ତ କୋମଳ ପରିବେଶ ମଧ୍ୟରେ ଉତ୍କଳନୀୟ ପରି ପାଲଟି ଯାଇଛି। ସତେ ଯେମିତି ଏକ ମାୟାଜାଲ ଦ୍ୱାରା କୁରୁଙ୍କନଗରୀ ଜାତି, ଧର୍ମ, ବର୍ଣ୍ଣ, ଏଠାରେ ସଭି ଏକ। ବିଜାତୀୟ ସଂସ୍କୃତିକୁ ପରିହାର କରି ଓଡ଼ିଶାର ସଂସ୍କୃତିର ବିକାଶ ସାଧନ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଓଡ଼ିଶାର ମାତୃଭାଷା ଓଡ଼ିଆକୁ ବହୁ ମାତ୍ରାରେ ପ୍ରଚାର ପ୍ରସାର କରାଇ ଓଡ଼ିଶାର ଗୌରବକୁ ବଜାୟ ରଖିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେଉ। ଏତିକି କହିବା